ସମସ୍ତଙ୍କୁ ସାଇରାମ ଆଶା କରୁଛି ଭଗବାନଙ୍କ କୃପାରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ଚାଲନ୍ତୁ ଆଜି ଶୁଣିବା, ଜୀବନରେ ଯଦି ସଫଳ ହେବାକୁ ଚାହୁଁଛନ୍ତି ତାହେଲେ ଏସବୁ କଥାରୁ ଦୂରେଇ ରୁହନ୍ତୁ। ତାପରେ ଶୁଣିବା, ଘରେ ସୁଖ ସମୃଦ୍ଧି ପାଇଁ କରନ୍ତୁ ଏସବୁ କାମ। ତାପରେ ଶୁଣିବା, କାହାକୁ ନିନ୍ଦା କଲେ କ'ଣ ହୋଇଥାଏ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ମୁଁ ଯାହା ବି ଭିଡ଼ିଓ ଅପଲୋଡ଼ କରିବି ସେସବୁର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚିଯିବ ଆଉ ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ଚାଲନ୍ତୁ ଆରମ୍ଭ କରିବା। ପ୍ରଥମେ ଶୁଣିବା, ଘରେ ସୁଖ ସମୃଦ୍ଧି ପାଇଁ ଏସବୁ କାମ କରନ୍ତୁ। ସନ୍ଧ୍ୟା ପୂଜା ସମୟରେ ସୋରିଷ ତେଲରେ ଏକ ଦୀପ ଜଳାନ୍ତୁ ଏବଂ ସେଥିରେ 2ଟି ଲବଙ୍ଗ ମିଶାନ୍ତୁ। ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତୁ। ପକ୍ଷୀମାନଙ୍କୁ ପ୍ରତିଦିନ ଖାଇବାକୁ ଦେବା ବହୁତ ଶୁଭ ଅଟେ। ଏହାଦ୍ୱାରା କୁଣ୍ଡଲୀରେ ସବୁ ଦୋଷରୁ ମୁକ୍ତି ପାଇବେ। ଘରେ କର୍ପୂର ଆଳତି କରନ୍ତୁ। ଏହାଦ୍ୱାରା ବାସ୍ତୁଦୋଷ ସହିତ ନକାରାତ୍ମକ ଶକ୍ତିରୁ ମଧ୍ୟ ମୁକ୍ତି ମିଳିଥାଏ। ତେଣୁ ସପ୍ତାହକୁ ଥରେ କିମ୍ବା 2 ଥର କର୍ପୂର ଆଳତି ନିଶ୍ଚୟ କରନ୍ତୁ। ତାପରେ ଶୁଣିବା, ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି ତାହେଲେ ଏସବୁରୁ ଦୂରେଇ ରୁହନ୍ତୁ। ମୋ ପାଖରେ ସମୟ ନାହିଁ, ମୋ ଦ୍ୱାରା ହେବ ନାହିଁ, ମୋର ମୁଡ୍ ନାହିଁ, ମୋ ଭାଗ୍ୟ ବହୁତ ଖରାପ, ଲୋକେ କ'ଣ କହିବେ, ଏସବୁରୁ ଦୂରେ ରୁହନ୍ତୁ। ତାହେଲେ ନିଶ୍ଚୟ ସଫଳତା ପାଇବେ। ତାପରେ ଶୁଣିବା, କାହାକୁ ନିନ୍ଦା କଲେ କ'ଣ ହୋଇଥାଏ। ଦେବତାଙ୍କୁ ନିନ୍ଦା କଲେ ବଳ ନାଶ ହୁଏ। ବ୍ରାହ୍ମଣଙ୍କୁ ନିନ୍ଦା କଲେ କୁଳକ୍ଷୟ ହୁଏ। ଭାଗବତକୁ ନିନ୍ଦା କଲେ ପ୍ରାଣୀ ନର୍କରେ ପଡ଼େ। ମାଙ୍କୁ ନିନ୍ଦା କଲେ ଜନ୍ମ ଜନ୍ମ ଧରି ରୋଗୀ ହୋଇଥାଏ। ପିତାଙ୍କୁ ନିନ୍ଦା କଲେ ସର୍ପ ମୁଖରେ ପ୍ରାଣ ଯାଏ। ଗୁରୁଙ୍କୁ ନିନ୍ଦା କଲେ ବିଦ୍ୟା ନାଶ ଯାଏ। ଶାସ୍ତ୍ରକୁ ନିନ୍ଦା କଲେ ବ୍ୟକ୍ତି ଚକ୍ଷୁହୀନ ହୋଇଥାଏ। ଯେତେ ବି ଖରାପ ପରିସ୍ଥିତି ହେଉ ପଛେ ଜୀବନରେ କେବେହେଲେ ବି ହାର ମାନନ୍ତୁ ନାହିଁ। କିଏ ଜାଣେ, ଏହି ବିକଟ ପରିସ୍ଥିତିରେ ହିଁ ଆପଣଙ୍କର ଏକ ବଡ଼ ଆରମ୍ଭ ଲୁଚି ରହିଥାଇପାରେ। ମନେ ରଖନ୍ତୁ, ଯଦି କଷ୍ଟ ବଡ଼ ତେବେ ସଫଳତା ମଧ୍ୟ ବଡ଼ ହୋଇଥାଏ। ସେହିମାନଙ୍କ ପାଖରୁ ସବୁବେଳେ ଦୂରେଇ ରୁହନ୍ତୁ ଯେଉଁମାନେ ଆପଣଙ୍କୁ ନିଜ କାମ ପାଇଁ ବ୍ୟବହାର କରିଥାନ୍ତି ଏବଂ କାମ ସରିଗଲା ପରେ ନ ଚିହ୍ନିଲା ପରି ଆପଣଙ୍କଠୁ ଦୂରେଇ ଯାଆନ୍ତି। କେହି ଯଦି ତୁମକୁ ଅନ୍ଧ ବୋଲି ବିଶ୍ୱାସ କରୁଛି ତାହେଲେ ତାକୁ କେବେ କଷ୍ଟ ଦିଅ ନାହିଁ, କାରଣ ବିଶ୍ୱାସ ଭାଙ୍ଗିଗଲେ ମଣିଷର ବଞ୍ଚି ରହିବାର ଇଚ୍ଛାଟା ବି ଭାଙ୍ଗି ଯାଇଥାଏ। ସଂସାରରେ ମନୁଷ୍ୟ ହିଁ ଏକମାତ୍ର ପ୍ରାଣୀ ଯାହାର ବିଷ ତା'ର ଦାନ୍ତରେ ନୁହେଁ, ତା କଥାବାର୍ତ୍ତାରେ ହିଁ ଥାଏ। ଏ ଦୁନିଆରେ ସମସ୍ତଙ୍କର ରାସ୍ତା ଅଲଗା ଅଲଗା ହୋଇପାରେ, କିନ୍ତୁ ଠିକଣା ଗୋଟିଏ, ତାହା ହେଉଛି ମଶାଣି। ଯେତେବେଳେ ପାଦ ଥକି ଯାଇଥାଏ ସେତେବେଳେ ସାହସ ସାଥ ଦେଇଥାଏ। ଯେତେବେଳେ ସମସ୍ତେ ମୁହଁ ବୁଲେଇ ଦିଅନ୍ତି ସେତେବେଳେ ଭଗବାନ କେବଳ ସାଥ ଦେଇଥାନ୍ତି। ଦେହ ମୁହଁକୁ ସମସ୍ତେ ସୁନ୍ଦର କହନ୍ତି। ସତରେ କ'ଣ ସୁନ୍ଦରତା ଶରୀରରେ ଲୁଚି ରହିଥାଏ? ଯଦି ସୁନ୍ଦରତା ଶରୀରରେ ଥାନ୍ତା ତାହେଲେ ମଲାପରେ କାହିଁକି ଏହି ଦେହକୁ ଛୁଇଁବାକୁ ବି ଲୋକେ ଘୃଣା କରନ୍ତି? ଥରେ ଚମଡ଼ା ଉତାରି ଦେଖ ଦେହ ଭିତରେ କ'ଣ ଅଛି। ହାଡ଼, ମାଂସ, ରକ୍ତ, ରୋଗ, ମଳମୂତ୍ର ହିଁ ବାହାରିବ। ତାହେଲେ ଶରୀର କେମିତି ସୁନ୍ଦର ହେଲା? ଶରୀରରେ ସୁନ୍ଦରତା ନଥାଏ। ଅସଲ ସୁନ୍ଦରତା ଲୁଚି ରହିଥାଏ ମଣିଷର ବ୍ୟବହାର, କଥାବାର୍ତ୍ତା, ଚାଲିଚଳନ, ଚରିତ୍ର ଏବଂ ସଂସ୍କାର। ଭଲ ମଣିଷଟିଏ ହିଁ ଦୁନିଆର ସବୁଠୁ ସୁନ୍ଦର ବ୍ୟକ୍ତି।
କ'ଣ ପାଇଁ ଆମେ ଏତେ ଗର୍ବ କରୁଛୁ? କ'ଣ ପାଇଁ ଏତେ ଅହଙ୍କାର? କ'ଣ ନେଇକି ଆସିଥିଲେ? କ'ଣ ନେଇକି ଯିବା? ଆସିଲା ବେଳେ ସମସ୍ତେ ଜଗିକି ବସିଥିଲେ, ଗଲାବେଳେ କେହି ଦେଖିବେନି। କେଉଁଠି ପଡ଼ିବୁ, କେଉଁଠି ମରିବୁ କେହି ବି ଜାଣିବେନି। ମଣିଷର ପ୍ରକୃତି ସ୍ୱାର୍ଥ ପୂରଣ ହେଲେ ଛାଡ଼ି ଚାଲିଯାଏ। ବିଶ୍ୱାସ କଲେ କ୍ଷତି କରେ। ପ୍ରଶ୍ରୟ ଦେଲେ ମୁଣ୍ଡରେ ଚଢ଼େ। କ୍ଷମା ଦେଲେ ଦୁର୍ବଳ ଭାବେ। ସୁଖ ଦେଖିଲେ ହିଂସା କରେ। ଭଲ ପାଇଲେ ଅବିଶ୍ୱାସ କରେ। ସତ କହିଲେ ମିଛ ଭାବେ। ସ୍ୱାର୍ଥ ଥିଲେ ଆପଣାର ହୋଇଥାଏ। ଆଦର କଲେ ଖୋସାମତି ଭାବେ। ସତ୍ ଉପଦେଶ ଦେଲେ ମୁହଁ ବୁଲାଏ। ସାହାଯ୍ୟ ମାଗିଲେ ଉପଦେଶ ଦିଏ। ଆମେ ଯେମିତି କର୍ମ କରିବା ସେମିତି ଭଲ ପାଇବା। ଗୋଟିଏ ଚରିତ୍ରହୀନ ମଣିଷ ସବୁବେଳେ ଅନ୍ୟର ଚରିତ୍ରକୁ ଆକ୍ଷେପ କରି କଥା କୁହେ, କାହିଁକିନା ସେ ନିଜେ ଯାହା ଅନ୍ୟକୁ ସେଇଆ ଭାବି ନିଜ କଦର୍ଯ୍ୟ ଭାବନାର ନିକିତିରେ ତୁଲେଇଥାଏ। ଯେଉଁ କଥା ହୃଦୟରେ ଅଛି ତାକୁ କହିବା ପାଇଁ ସାହସ କରନ୍ତୁ। ତା ସହ ଯେଉଁ କଥା ଅନ୍ୟର ହୃଦୟରେ ଅଛି ତାକୁ ବୁଝିବା ପାଇଁ ପ୍ରୟାସ କରନ୍ତୁ। ତାହେଲେ ଯାଇ ସବୁକିଛି ଠିକ୍ ହୋଇପାରିବ। ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ। କେହି ତାକୁ ଚେଞ୍ଜ କରିପାରିବେ ନାହିଁ। ସାଇନ୍ସରେ ଡେଭଲପ୍ ଘଟିଲେ ବି ମଣିଷ ଜୀବନକୁ ରକ୍ଷା କରିପାରୁନାହିଁ। ମଣିଷ ଯେତେ ଦିନ ପାଇଁ ଏ ଧରା ପୃଷ୍ଠକୁ ଆସିଛି ସେତିକି ଦିନ ତାର ଲୀଳା ଖେଳ କରି ପୁଣି ଫେରି ଯାଉଛି। ଯେତେ ତୀର୍ଥଧନ ଭ୍ରମଣ କରୁଥା, ଶେଷ ତୀର୍ଥ ତୋର ମଶାଣି ଭୂଇଁ। ଯେତେ ହୋମଯଜ୍ଞ ସମିଧ ଜାଲୁଥା, ନିଜେ ଜଳିଯିବୁ ଜଳିଲେ ଜୁଇ। ଯେତେ ମନଭୁଲା ସଙ୍ଗୀତ ଶୁଣୁଥା, ରାମ ନାମ ସତ୍ୟ ଶୁଣିବୁ ଶେଷେ। ଯେତେ ଅଲଙ୍କାର ଦେହରେ ମଣୁଥା, ଶେଷ ବନ୍ଧାପାଲ ଦଉଡ଼ି ପାଶେ। ଯେତେ ବହଳିଆ ଗଦିରେ ଶୋଉଥା, ଶେଷେ କୋକେଇରେ ତେବେ ଶୁଆଇ। ଯେତେ ସମ୍ପତ୍ତି ତୁ ସଞ୍ଚିଲେ ସଞ୍ଚିଥା, ମଲା ପରେ ସବୁ ନେବେ ବୁହାଇ। ଯେତେ ହଣ୍ଡା ହାଣ୍ଡି ସାଇତି ରଖିଥା, ଶେଷ ଭାତ ଦେବେ ମାଟି ହାଣ୍ଡିରେ। ଯେତେ ଦାମୀ ଲୁଗା ସଜେଇ ରଖିଥା, ଘୋଡ଼େଇବେ ଧଳା ଲୁଗା ଖଣ୍ଡିରେ। ସୁନା ଥାଳିଆରେ ଖାଇଲେ ଖାଉଥା, ମଲା ପରେ ଦେବେ ପତର ଢାକି। ବାରି ପଛଆଡ଼େ ଘାସକୁ ଆଡ଼େଇ, ଦାନ୍ତ କାଠି ପାଣି ଦେବେ ସଜାଡ଼ି। ପରିସ୍ଥିତିର ବାହାନା ଦେଖେଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝିପାରି ନଥାଏ କି ଶାନ୍ତିରେ ରହିପାରେନି। ପରିଶ୍ରମ କରିବା ପରେ ମଧ୍ୟ ଯଦି ସଫଳତା ନ ମିଳେ ତେବେ ରାସ୍ତା ବଦଳାଇବା ଉପଯୁକ୍ତ ସିଦ୍ଧାନ୍ତ ନୁହେଁ। କାରଣ ଗଛ ସବୁବେଳେ ପତ୍ର ବଦଳାଇଥାଏ, ହେଲେ ଚେର ନୁହେଁ। ତେଣୁ ନିରାଶ ହୁଅ ନାହିଁ। ଦୁର୍ବଳ ତୁମେ ନୁହଁ, ଦୁର୍ବଳ ତୁମ ସମୟ। ଗାଁ ଓ ସହର ମଧ୍ୟରେ ପାର୍ଥକ୍ୟ କ'ଣ? ଜଣେ ବାଲକ ଖୁବ୍ ସୁନ୍ଦର ଉତ୍ତର ଦେଇ କହିଲା, ଗାଁରେ କୁକୁର ରାସ୍ତାରେ ବୁଲନ୍ତି, ଗୋମାତାଙ୍କୁ ଘରେ ପାଳନ୍ତି, ଆଉ ସହରରେ କୁକୁରକୁ ଘରେ ପାଳନ୍ତି ଏବଂ ଗୋମାତା ରାସ୍ତା କଡ଼ରେ ବୁଲୁଥାନ୍ତି। ମୋ ଗାଁର ପାଠୁଆ ଲୋକେ ଗାଈ ଚରାଇବାକୁ ଯାଆନ୍ତି, ଆଉ ସହରରେ ବଡ଼ ପାଠୁଆ ଲୋକେ କୁକୁରକୁ ବୁଲାଇବା ପାଇଁ ରାସ୍ତା କଡ଼କୁ ଯାଇଥାନ୍ତି। ଘରେ ଶୋଇବା ବେଳେ ଶେଯ ଉପରେ ବସି କେବେ ବି ଭୋଜନ କରନ୍ତୁ ନାହିଁ। ମୁଖ୍ୟ ଦ୍ୱାର ନିକଟରେ ଚପଲଗୁଡ଼ିକୁ ଓଲଟ ପାଲଟ କରି ପକାନ୍ତୁ ନାହିଁ। ଘରେ ପୂଜାପାଠ କଲାବେଳେ ସର୍ବଦା ଉତ୍ତର କିମ୍ବା ପୂର୍ବକୁ ମୁହଁ କରି ପୂଜା କରନ୍ତୁ। ପୂଜା ଘରେ ମୁଖ୍ୟଦ୍ୱାର ନିକଟରେ ପାଣି ଢାଲ ରଖନ୍ତୁ।
जदि आजिर वीडियो पसंद आसिला ताहेले सब्सक्राइब को टच करंतु और बेल आइकन को टच कर दियंतु कहीं ना वीडियो सबू आपण मानक पाखक पहुंची पारिबो। ताहेले रहुछि ओम साईराम जय साईराम।